हेलो ସାଙ୍ଗମାନେ, ଆଜି ମୁଁ ଗୋଟେ ଗପ କହିବି। ଆଉ କିଏ ବି ଯଦି ତୁମକୁ ଗପ କହୁନାହାନ୍ତି ମୁଁ କହିଦେବି। ଚାଲ। ରାଜାର ଗୋଟେ ପୁରାନା ମେଲ୍ ଭିତରେ ହେଲା। ଆଉ ଯେ ସେଇଠି ବହୁତ ଲୋକ ଥିଲେ, ତାର ବହୁତ ସାଥୀ ଥିଲେ ହେଲା। ମାନେ ଯେମିତି ହିନ୍ଦୀରେ କୁହନ୍ତି ସେନାପତି ହେଲା। ବହୁତ ସାରା ସେନାପତି ଥିଲେ। ତାପରେ ଟିକେ ଗୋଟେ ମିନିଟରେ ତାପରେ ରାନୀ ଜାଣିଛ ତମେ? ରାନୀ କ'ଣ କଲା ଜାଣିଛ? ରାନୀ ତାଙ୍କୁ ଖାଇବା ପାଇଁ ଦେଲା। ରାଜାକୁ ତାକୁ ଖାଇବା ପାଇଁ ଦେଲା। ଯେତେବେଳେ ରାଜା ଉଠିଲା, ଖାଇସାରିଲା ପରେ ଉଠିଲା ଯେତେବେଳେ ସକାଳେ ଦେଖିଲା ବେଳକୁ ସିଏ ତ ପୁରା ତଳେ ଶୋଇଛି, ମାନେ ଭାର ତଳେ ତାପରେ ସେଇଠି ତାର ସବୁ ସାଥୀ ଠିଆ ହେଇଥିଲେ, ଯେମିତି ରାନୀ, ବଡ଼ ରାନୀ, ଛୋଟ ରାନୀ, ଆଉ ତାର ସାଥୀ ଗୁଡ଼ାକ, ଏଇ ସେନାପତି ଗୁଡ଼ାକ ସେଠି ଠିଆ ହେଇଥିଲେ। କହିଲେ କି ଆମେ ଏଇଠି କାହିଁ ଆସିଛୁ? ଆମ ଘର କୁଆଡ଼େ ଗଲା ମୋ ଘର? ସିଏ ସବୁ କହିଲେ ଆମେ ଯେତେବେଳେ ସନ୍ଧ୍ୟାରେ ଫେରୁଥିଲୁ, ଯେତେବେଳେ ଫୁଲ ନେଇ ଆସି ସେତେବେଳେ ଗୋଟେ ବହୁତ ବଡ଼ କଳା ଜିନିଷର ଗୋଟେ ଏମିତି ବୁଲି ଆସି ନା ସେ ତମ ଇଏକୁ ଭାଙ୍ଗିଦେଲା। ଆଉ ତମେ ଏଇ କାହାଣୀରେ କ'ଣ ଶୁଣିଲ? ରାଜାର ମେଲ୍ ଭାଙ୍ଗିବା କଥା। କାହିଁକି କହିଲ? ସିଏ ଗୋଟେ ମାନେ ବଦମାସ, ଆଉ ସମସ୍ତଙ୍କୁ ରାଗିକି କେବେ କୁହେ ହେଲା। ତ ତମକୁ ମିଳୁଛୁ ଆମେ ଆଉ ଗୋଟେ ଇଏରେ। ତ ତମକୁ ବାଏ ବାଏ। ଲାଇକ୍ ସବସ୍କ୍ରାଇବ୍ କରିଦିଅ। ଓକେ, ବାଏ ବାଏ।